ଆମ ଇତିହାସରେ ଆଜିର ଦିନରେ ଜାଣ ଅଜାଣତରେ ଘଟି ଆସିଛି ଅନେକ ଐତିହାସିକ ଘଟଣା। ବର୍ଷର ସପ୍ତମ ମାସର ଆଜି ହେଉଛି 16ତମ ଦିନ ଅର୍ଥାତ୍ 16 ତାରିଖ। ବର୍ଷର ଆଜିର ଦିନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜିର ଦିନରେ ଦେଶ ଦୁନିଆରେ ଏମିତି କିଛି ଘଟଣା ଘଟିଛି ଯାହା ଶୁଣିବା ଆପଣଙ୍କୁ ନିହାତି ଦରକାର। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ କ'ଣ କ'ଣ ଘଟଣା ଘଟିଥିଲା ଆମ ଦେଶ ଦୁନିଆରେ। 1945 ମସିହା ଆଜିର ଦିନରେ ଦୁନିଆର ପ୍ରଥମ ପରମାଣୁ ବୋମାର ସଫଳ ପରୀକ୍ଷଣ ଆମେରିକାରେ ହୋଇଥିଲା। ଏହି ପ୍ରୋଜେକ୍ଟର ନାମ ମେନହେଟେନ୍ ଦିଆଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏହାକୁ ତିଆରି କରାଯାଇଥିଲା। 1856 ମସିହା ଆଜିର ଦିନରେ ଦେଶର ଉଚ୍ଚ ଜାତିର ବିଧବା ମହିଳାଙ୍କୁ ପୁନଃ ବିବାହ କରିବାକୁ ଅନୁମତି ମିଳିଲା। ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ଏହି ଆଇନକୁ ଲାଗୁ କରିବା ପାଇଁ ଈଶ୍ୱର ଚନ୍ଦ ବିଦ୍ୟାସାଗରଙ୍କ ବଡ଼ ଭୂମିକା ଥିଲା। 1909 ମସିହା ଆଜିର ଦିନରେ ଭାରତ ସ୍ୱାଧୀନତା ସଂଗ୍ରାମର ଗ୍ରାଣ୍ଡ ଓଲ୍ଡ ଲେଡି ଅରୁଣା ଆସଫ ଅଲି ଜନ୍ମଗ୍ରହଣ କରିଥିଲେ। ଭାରତ ସ୍ୱତନ୍ତ୍ରତା ଆନ୍ଦୋଳନରେ ଭୂମିକା ଗ୍ରହଣ କରିଥିବା ସେ ଜଣେ କ୍ରାନ୍ତିକାରୀ ନେତା ଥିଲେ। 1986 ମସିହା ଆଜିର ଦିନରେ ଭାରତର ହକିର ପୂର୍ବତନ କ୍ୟାପ୍ଟେନ୍ ରାଜ ପିଲ୍ଲେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଭାରତର ସବୁଠାରୁ ବଡ଼ ଦ ରାଜୀବ ଖେଳରତ୍ନରେ ସମ୍ମାନିତ କରାଯାଇଥିଲା। 1979 ମସିହା ଆଜିର ଦିନରେ ସଦାମ ହୁସେନ ଇରାକର ରାଷ୍ଟ୍ରପତି ହେଲେ। ତାଙ୍କ ଶାସନର ଏକ ସମୟ ଆରମ୍ଭ କଲେ ଯାହା ସଂଘର୍ଷ ଏବଂ ଦମନ ଦ୍ୱାରା ଚିହ୍ନିତ ହୋଇଥିଲା।